ବାସ୍ତବ ବାପା ଆରେ କୋଉଠି ଯାଇଥିଲେ ଧନ ଆସିବାରେ ବିଳମ୍ବ ହେଲେ କାହିଁକି କହିବେ ଯେ ବାପା ହଁ ସର୍ବପ୍ରଥମେ ଆମ ଦୁଇ ଭାଇଙ୍କ ଭୂମିଷ୍ଠ ଗ୍ରହଣ କରନ୍ତୁ। ହରେ ଧନ ଏହି ଚନ୍ଦନଗଡ଼ ରାଜ୍ୟରେ କୀର୍ତ୍ତିସ୍ତମ୍ଭ କଳସ ସ୍ଥାପନ କଥା କଣ କି ବାପା ହଁ ଆମେ ଦୁଇ ଭାଇ ଯାଇଥିଲୁ ଆମ ରାଜ ଉଦ୍ୟାନର ପୁଷ୍ପ ବାଟିକା ରାଜ ଉଦ୍ୟାନର ପୁଷ୍ପ ବାଟିକା ହଁ ବାପା ହଁ ତାପରେ ସେଥିରେ ନାନା ବିରଙ୍ଗର ଫୁଲ ପୁଷ୍ପ ଦେଖି ହଁ ଆମ ମନ ଲାଖି ଯାଇଥିଲା। ସତରେ ଆଦର୍ଶ ହଁ ବାପା ଆଉ ସେ ଉଦ୍ୟାନରେ ବୁଲୁ ବୁଲୁ ଆମ ଦୁଇ ଭାଇକୁ ଅନେକ ସମୟ ହେଇଗଲା ସେଥିପାଇଁ ଆମ ଦୁଇ ଭାଇ ଆସିବାରେ ଟିକେ ବିଳମ୍ବ ହେଇଗଲା। ହଉ ହଉ ହେଲାରେ ଧନ ଆଦର୍ଶ ବାପା ଆରେ ମୁଁ ତତେ କଥାଟେ କହିବି ମୋ କଥା ରଖିବୁ ରେ ଧନ ଆପଣ କଥାଟେ କହିବେ ହଁ କୁହନ୍ତୁ ବାପା। ଆଦର୍ଶ ବାପା ଏହି ଚନ୍ଦନଗଡ଼ ରାଜ୍ୟରେ ତୋତେ ଯୁବରାଜ ପଦରେ ଅଭିଷେକ କରି ଆନନ୍ଦରେ ମୁଁ କିଛି ଦିନ ବିଶ୍ରାମ ନେବାକୁ ଚାହେଁ। ହେଲେ ବାପା ମୁଁ କଣ କେବେ ଆପଣଙ୍କ କଥାକୁ ଅବାଧ୍ୟ କରିଛି? ସତରେ ଧନ ହଁ ବାପା ହଁ ବାପା ହଁ ମୁଁ ମାଙ୍କୁ କିଛି କହିବାକୁ ଚାହୁଁଛି। କୁହରେ ଧନ ମା ଆଦର୍ଶ ଆଜି କାହିଁକି ଆପଣଙ୍କର ଏ ମୁଖମଣ୍ଡଳଟି ଝାଉଲି ପଡିଛି ମା? ନା ରେ ଆଦର୍ଶ ନା ତୁ ବୋଧେ ଭୁଲ କହୁଛୁ ରେ ଧନ ମୋର ମୋ ମୁଖମଣ୍ଡଳ କାହିଁକି ଝାଉଳି ପଡିବ ରେ ଆଦର୍ଶ। ମା ମୁଁ ପରା ଆପଣଙ୍କୁ ଛୋଟ ବେଳେ ଧରି ଦେଖି ଆସିଛି ଆଉ ମୁଁ କଣ ଜାଣିପାରିବିନି? ଆଦର୍ଶ ତୁ କଣ କହୁଛୁ? ହଁ ମା ହଁ ତୁମେ ଗो ଜାନୀ खुशी देलानी बड़ी तम स्नेह पाई आशीष खाऊ गो तुमरी जननी एतिकी मागो आदर्श पूज्य पिता मोर
ବାପା ଆଦର୍ଶ ମା ଆଦର୍ଶ ଆପଣ ଦୁହିଁଙ୍କ ଆଶୀର୍ବାଦ ସଦା ସର୍ବଦା ଆମ ଦି ଭାଇଙ୍କ ମସ୍ତକ ଉପରେ ରହିଥାଉ।